ଯାଇଥିବେ। ବିଜୟ ମହାପାତ୍ର ଜଣେ ଆମ ରାଜ୍ୟର ଗର୍ବ, ପୂର୍ବତନ ମନ୍ତ୍ରୀ, ଜଣେ ପଲିଟିକାଲ କନସିୟସ୍ ଲୋକ। ସେ ଯାଇ ଦେଖା କରିଛନ୍ତି ଭଲ। ଇଏ ଜଣେ ଉଚ୍ଚ କୋଟିର ଲୋକ, ଜଣେ ଇଞ୍ଜିନିୟର, ଜଣେ ବିଲ୍ଡର, ଜଣେ ସଂଗଠକ। ମିଳନ ହେଇଛି, ଭଲ ହେଇଛି, କିଛି ଅସୁବିଧା ନାହିଁ। କଂଗ୍ରେସ କାହାକୁ ଅପେକ୍ଷା କରିବ? କିଏ ଦଳ କରୁ ଅର ନ କରୁ। ଖଗଡ଼େ ଆମର ରହିଲେ ଏଆଇସି ପ୍ରେସିଡେଣ୍ଟ, ନେକ୍ସଟ ରହିଲେ ସୋନିଆ ଗାନ୍ଧୀ, ନେକ୍ସଟ ରହିଲେ ରାହୁଲ ଗାନ୍ଧୀ, ନେକ୍ସଟ ରହିଲେ ପ୍ରିୟଙ୍କା ଗାନ୍ଧୀ। କଂଗ୍ରେସ ପୁରା ରାଜ୍ୟରେ ଭକ୍ତ ଦାସ, ଅଜୟ ଲାଲ। ଆମେ କଂଗ୍ରେସ ସଂଗଠନ ଏଇନା ଆସୁଛୁ। ମୋ ସାଥିରେ ଯାଇଥିଲେ ବନ୍ଧୁ, ଦେଖିକି ଆସିଥିବେ। କଂଗ୍ରେସ ତୃଣମୂଳ ସ୍ତରରୁ ସଜାଡ଼ି ହେଇଯାଉଛି। ଏଇଠି ଆମେ ଯେଉଁ ଅନ୍ୟାୟ ଅତ୍ୟାଚାର କରାଯାଇଥିଲା ନରେନ୍ଦ୍ର ମୋଦି, ତୁମେ ଜଣେ ଭାରତର ପ୍ରଧାନମନ୍ତ୍ରୀ, ତୁମେ ସେଇ ଛୋଟ ଲୋକି। ତୁମ ବାପା ଚା ବିକ୍ରି କରୁଥିଲେ, ଯେଉଁ ଛୋଟ ଲୋକି, ତୁମେ ସେଇ ଛୋଟ ଲୋକି। ତୁମେ ଜାଣିଛ ମୋତିଲାଲ ନେହେରୁ ଫ୍ୟାମିଲି ଦେଶ ପାଇଁ କ'ଣ କରିଛନ୍ତି? ଜବାହରଲାଲ ନେହେରୁ, ଯେତେ ନେତା ଜେଲ୍ ଯାଇଛନ୍ତି, 7.5 ବର୍ଷ ଜେଲ୍ ଯାଇଛନ୍ତି। ଇନ୍ଦିରା ଗାନ୍ଧୀ ଦେଶ ପାଇଁ ଜୀବନ ଦେଇଛନ୍ତି। ରାଜୀବ ଗାନ୍ଧୀ ଦେଶ ପାଇଁ ଦେଇଛନ୍ତି। ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ସଂଘର୍ଷ କରୁଛନ୍ତି। ତାଙ୍କୁ ଅପଦସ୍ଥ କରିବା ପାଇଁ ତାଙ୍କୁ ଇଡି ଜରିଆରେ 72 ଘଣ୍ଟା ଧରି ତୁମେ ଏଲାଇଟ୍ ମନି ଲଣ୍ଡରିଂ ସଂସ୍ଥା ଜରିଆରେ ବଦନାମ କରିବା ପାଇଁ 72 ଘଣ୍ଟା ଇଡ଼ିରେ ଯେଉଁ ଅତ୍ୟାଚାର କଲ, ଖଣ୍ଡିଆ ଚେୟାରରେ ବସେଇ ରାହୁଲ ଗାନ୍ଧୀ କି ସୋନିଆ ଗାନ୍ଧୀ କି କେସ୍ କଲ, 10 ବର୍ଷ କାଳ କଲବଲ କଲ। ଯାହା ହଉ ଗଣତନ୍ତ୍ର ବଞ୍ଚିଛି ଜୁଡ଼ିସିଆଲ ପାଇଁ ଇଣ୍ଡିଆରେ। ମୁଁ କହିବି ଯଦି ଗଣତନ୍ତ୍ର ବଞ୍ଚିଛି ଜୁଡ଼ିସିଆଲ, ସେ ଡିସିସନ୍ ଖିସମିସ୍ କରିଦେଲେ ଲଜ୍ଜା ଲାଗୁନି? ଆମେ ପରଦିନ ଘେରାଉ କରିଥିଲୁ, କାଲି ସାରା ଜିଲ୍ଲା ଘେରାଉ କରିଛୁ, ଗାନ୍ଧୀଙ୍କ ତଳେ ବସିଥିଲୁ। ଆଜି ମଶାଲ ଶୋଭାଯାତ୍ରା ବାହାରିବ। ଆମର ତଳ ସ୍ତରରୁ ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଆଗେଇ ଚାଲିଛି, ଆଗେଇ ଚାଲିବ ଏବଂ କମିଂ ଇଲେକ୍ସନରେ କଂଗ୍ରେସ କମିଂ। ଯେ ବର୍ତ୍ତମାନ ଦରମା ବୃଦ୍ଧି କରାଯାଇଥିଲା, ଏ ଦରମା କମାଇବା ପାଇଁ ଚିଠି ଲେଖିଛନ୍ତି ବିଜେପିର ବିଧାୟକ। ହଁ, କରିବା ଉଚିତ। ବିଜେପିର ବିଧାୟକ ଦଳକୁ ଧନ୍ୟବାଦ। ମୁଁ ମଧ୍ୟ ସେ କଥା କହିଥିଲି। ବଢ଼ୁ ଗୋଟେ MLAର ନିଟ୍ ପଇସା ରାତି ପାଇଲେ ଗରିବ ଲୋକ ତାଙ୍କ ପାଖେ ପହଞ୍ଚୁଛନ୍ତି, ରୋଗୀ ପହଞ୍ଚୁଛନ୍ତି, କ୍ରୀଡ଼ାବିତ ପହଞ୍ଚୁଛନ୍ତି, ଡ୍ୟାନ୍ସର ପହଞ୍ଚୁଛନ୍ତି, ସଙ୍ଗୀତଜ୍ଞ ପହଞ୍ଚୁଛନ୍ତି। କେଉଁଠି କଲଚରାଲ ପ୍ରୋଗ୍ରାମ ହେବ, କେଉଁଠି କ୍ରୀଡ଼ା ହେବ, କେଉଁଠି କ୍ରିକେଟ ମ୍ୟାଚ୍ ହେବ, କେଉଁଠି ହକି ମ୍ୟାଚ୍ ହେବ, କେଉଁଠି ଫୁଟବଲ ମ୍ୟାଚ୍ ହେବ, କେଉଁଠି ଆଦିବାସୀ ମେଳା ହେବ, କେଉଁଠି ସଂକୀର୍ତ୍ତନ ହେବ। ପଇସା ଦରକାର, କିନ୍ତୁ ଏତୁଟା ବଢ଼େଇବାଟା ଉଚିତ। ସୁରେଶ ରାଉତରାୟଙ୍କୁ ଦରକାର ନା ନାହିଁ? ସମସ୍ତଙ୍କୁ ଦରକାର। ମୋର ଯାହା ଦରକାର, ଇଏ ଯାହା ମିଳୁଛି 7 ଦିନ ଯାଏ। ମୋର ପ୍ରତିଦିନ ମୁଁ ଏଇନା ହେଇଛି କଲେଜ ଫଙ୍କସନ୍ ଆଇଲି କ୍ରୀଡ଼ା ଉଦ୍ଘାଟନ କରିକିରି। ଅଲରେଡ଼ି 10,000 ଖର୍ଚ୍ଚ ସରିଲାଣି, କିନ୍ତୁ 20ରୁ 21 ମୁଁ ଖର୍ଚ୍ଚ କରେନି। ଯେତିକି ମୋ ଇନକମ୍ ତା ତଳେ ଥାଏ। ଦିନକୁ 20ଟି। ଦୁଃଖ ହେଲେ ହେବ କ'ଣ? ତାଙ୍କ କୋଠି ଧାନ ବିକ୍ରି କରି ଦିଆହେଲା କି? ଏ ଗରିବ ଲୋକଙ୍କ ପଇସା କମେଇ ଦେବା ଦରକାର। ଖାଲି ସେତିକି ନୁହଁ, କମେଇ ଦିଅ। ଏରିୟର କାହିଁ ଦେବୁ? ହେ ତୁମକୁ ଯେଉଁ ଦିନଠୁ ତୁମକୁ ଆସେମ୍ବଲି ପାସ୍ କରିଦେଲୁ ସେଇ ଦିନଠୁ ଦେବୁ। ଏରିୟର କାହିଁ ଦେବୁ? ହେ ତମେ କିଏ କି? ଏରିୟରକୁ ବନ୍ଦ କରାଯାଉ, କମେଇ ଦିଆଯାଉ। ଜୟନାରାୟଣ ମିଶ୍ର ଗୋଟେ ଜମିଦାର ପରିବାରରେ ଜନ୍ମ। ଆମେ ଜାଣିଛ 223ଟା କୁକୁର ରଖିଛି ସେ। ଗୋଟେ କୁକୁର ଦାମ 1,00,000 1.5 ଲକ୍ଷ କୁକୁର ସଉକି। ସେ ଫୁଟବଲ ପ୍ରେମୀ, ମୁଁ ଫୁଟବଲ ପ୍ରେମୀ। ଏକାଡେମୀ କରିଥିଲା, କାହିଁ ଆଉ ତାର ଫୁଟବଲ ନାହିଁ, ଆମର ଚାଲିଛି। କିନ୍ତୁ କୁକୁର ସଉକବାଲା। ସେ କୁକୁର ପିଛା ଦିନକୁ ଖର୍ଚ୍ଚ କରେ 50,000ରୁ 60,000। ତାର କେଉଁ ଚା ପିଇବା ପାଇଁ ହେଉଥିବ, କାରଣ ତାଙ୍କର ମାନେ ଯାହାକୁ କୁହାଯାଏ ପିଣ୍ଡି ନୁହଁ, ଏ ତାଙ୍କ ପିଣ୍ଡି
ଯେଉଁ ମୂଳଦୁଆ ଯେଉଁଟା କୁହାଯାଏ ତାଙ୍କର ଭାରି ଟାଣ ବାମୁଣିଆ ଜୟରାମ ମିଶ୍ରର ତା ମୂଳଦୁଆ ଭାରି ଟାଣ। ଦୁଃଖ ହେଲେ ହଉ ପୈତୃକ ସମ୍ପତ୍ତି କି ଏ ଗରିବ ଲୋକଙ୍କ ପଇସା ଦରମା କମେଇ ଦିଅ। ଏରିୟର ଦେବା ପ୍ରଶ୍ନ ନାହିଁ, ଏରିୟର ଦେବା ପ୍ରଶ୍ନ ନାହିଁ। ଏ ଯେଉଁ ରେଟ୍ ଅନୁସାରେ ଯଦି ଏରିୟର ଦିଆଯିବ ଗୋଟା MLA 50 ଲକ୍ଷ ପାଇବେ କ'ଣ? ଧାନ ବିକ୍ରି କରି କୋଠିରୁ ଆଣିକି ଯୋଗେଇଥିଲେ କି ଏତେ ପଇସା ଦିଆଯିବ ଏ ଗରିବ ଲୋକଙ୍କ ପଇସା?